ସାଧାରଣତଃ ଆମେମାନେ ସମସ୍ତେ ଖରାଦିନେ ଆଚାର ବନେଇକି ରଖିଥାନ୍ତି, ଯାହାକି ବର୍ଷ ସାରା ତାକୁ ଖାଆନ୍ତି। କିନ୍ତୁ ମୁଁ ଆଜି ଆପଣମାନଙ୍କ ସହିତ ବିନା ଖରାରେ ଏଇ ଲଙ୍କା ଆଉ ଲେମ୍ବୁର ଆଚାର ରେସିପି ସେୟାର କରିବି, ଯାହାକି ଆପଣ 5ରୁ 6 ମାସ ପର୍ଯ୍ୟନ୍ତ ତାକୁ ଷ୍ଟୋର କରିକି ରଖି ଖାଇପାରିବେ। ଦେଖନ୍ତୁ, ମୁଁ ଏଠି 300 ଗ୍ରାମର କଞ୍ଚା ଲଙ୍କା ନେଇଯାଇଛି, ଆଉ କିଛି ଲେମ୍ବୁ ନେଇଯାଇଛି। ଲେମ୍ବୁର କ୍ୱାଣ୍ଟିଟି ଆପଣ କମ୍ ବେଶୀ ଆପଣଙ୍କ ହିସାବରେ କରିପାରିବେ। ଲଙ୍କା ମଧ୍ୟ ସେମିତି ଆପଣ କମ୍ ବେଶୀ କରିପାରନ୍ତି। ଦେଖନ୍ତୁ, ଲଙ୍କା ଗୁଡ଼ାକର ମୁଁ ତାର ନାଡ଼ ଗୁଡ଼ାକୁ ଭାଙ୍ଗି ନେଉଛି। ପ୍ରଥମେ ଦେଖନ୍ତୁ, ସବୁ ନାଡ଼ ଗୁଡ଼ାକୁ ମୁଁ ବଢ଼ିଆ ସେ ଏଠି ଭାଙ୍ଗି ନେବି। ଭାଙ୍ଗି ନେଇକି ପାଣିରେ ପକାଇଦେବା। ମୁଁ ପ୍ରଥମେ ଲଙ୍କାକୁ ଧୋଇନି, ଆପଣମାନେ ଚାହିଁଲେ ଯଦି ପ୍ରଥମେ ଧୋଇ ନେଇକି ଲଙ୍କାର ଗୁଣ୍ଡି ଗୁଡ଼ାକୁ ବା ନାଡ଼ ଗୁଡ଼ାକୁ ଛିଣ୍ଡେଇ ଦେବେ। ଦେଖନ୍ତୁ, ମୁଁ ଗୁଣ୍ଡି ବା ନାଡ଼ ଗୁଡ଼ାକୁ ଛିଣ୍ଡେଇ ଦେଇକି ବଢ଼ିଆ ସେ ତାକୁ ଧୋଇ ଦେଉଛି। ଆଗେ ଭଲସେ ଧୋଇକି ସଫା କରିନେବା। ସଫା କରିକି ମୁଁ ଗୋଟେ ଜାଗାକୁ କାଢ଼ି ନେଉଛି। ଦେଖନ୍ତୁ, ଲଙ୍କା ଗୁଡ଼ାକୁ ମୁଁ ଏଠି ସବୁ ଧୋଇକି ଛାଣି ନେଇଛି। ଏବେ ଲଙ୍କାକୁ ଆମେ ହାଲକା ଫାଳ କରିନେବା। ପୁରା ଫାଳ କରିବେନି, ମାତ୍ର ଟିକେ ଚିରା ଲଗେଇ ନେବା, ଯେମିତିକି ଲେମ୍ବୁର ରସଟା ବଢ଼ିଆ ସେ ତା ଭିତରେ ପଶିବ ଆଉ ଖାଇବାକୁ ବଢ଼ିଆ ଲାଗିବ। ଦେଖନ୍ତୁ, ମୁଁ ସମ୍ପୂର୍ଣ୍ଣ ଫାଳ କରୁନି, ଲଙ୍କା ଗୁଡ଼ାକୁ ହାଲକା ଚିରା ଲଗେଇ ଦେଉଛି ଖାଲି ମଝିରୁ। ଦେଖନ୍ତୁ, ଆପଣମାନେ ଏଠି କଇଁଚି ଦ୍ୱାରା ମଧ୍ୟ ଏ ଲଙ୍କାକୁ ଫାଳ କରିନେବେ। ଏଠି ଲଙ୍କା ବହୁତ ରାଗ ଅଛି, ଆପଣମାନେ ଟିକେ କମ୍ ରାଗ ବାଲା ବି ନେଇପାରନ୍ତି। ମୁଁ କିନ୍ତୁ ଏଠି ପୁରା ରାଗ ଲଙ୍କା ନେଇଛି। ଦେଖନ୍ତୁ, ମୁଁ ଲଙ୍କା ଗୁଡ଼ାକୁ ଭଲସେ ଚିରି ସାରିଲା ପରେ ଏଠି ମୁଁ ଲେମ୍ବୁକୁ 2 ଫାଳ କରି ନେଉଛି। ପ୍ରଥମେ ଦେଖନ୍ତୁ, ମୁଁ ଏଠି 2 ଫାଳ କରି ନେଉଛି। ମୁଁ ଏଠି 2 ପ୍ରକାରର ଲେମ୍ବୁ ନେଇଛି। ସାଧାରଣତଃ ଏଟାକୁ କାଗଜ ଲେମ୍ବୁ ବୋଲି କହିଥାନ୍ତି, ଆଉ ସେଟାକୁ ଆମର ଟଭା ବୋଲି କହିଥାନ୍ତି। କାରଣ କାଗଜ ଲେମ୍ବୁରୁ କମ୍ ପାଣି ବାହାରିଥାଏ ଆଉ ଟଭାରୁ ବହୁତ ପାଣି ବାହାରିଥାଏ ବୋଲି ମୁଁ 2 ପ୍ରକାର ଲେମ୍ବୁର ୟୁଜ୍ କରିଛି। ଆପଣମାନେ ଗୋଟେ ପ୍ରକାର ଲେମ୍ବୁ ୟୁଜ୍ କରିପାରନ୍ତି। ଦେଖନ୍ତୁ, ମୁଁ ସବୁ ଲେମ୍ବୁ ଗୁଡ଼ାକୁ ଏଠି 2 ଫାଳ କରିନେବି। କିନ୍ତୁ ଲେମ୍ବୁରୁ ଜାଣିପାରୁଥିବେ ଲେମ୍ବୁରେ କେତେ ପାଣି ଧରିଛି। ଦେଖନ୍ତୁ, ଏଠି ଲେମ୍ବୁ ଗୁଡ଼ାକୁ ମୁଁ ଫାଳ କରି ନେଇଯାଇଛି। ଆପଣମାନେ ଗୋଟେ କାଚର ଜାର୍ ନେବେ, କାରଣ କାଚର ଜାର୍ରେ ଖଟା ହେଉଥିବା ଯେକୌଣସି ପ୍ରକାର ଆଚାର ବନାନ୍ତୁ, ସେ ଷ୍ଟୋର କରି ରଖିଲେ ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ, କାରଣ କାଚ ଜାର୍ରେ ଖରାପ ହେବାର ଚାନ୍ସ ନଥାଏ। ଦେଖନ୍ତୁ, କଞ୍ଚା ଲଙ୍କା ଗୁଡ଼ାକୁ ମୁଁ ସବୁ କାଚର ଜାର୍ରେ ଦେଇଦେଇଛି। ଏବେ ଲେମ୍ବୁ ଯେଉଁ ଫାଳ କରି ରଖିଥିଲେ ତାର ମଞ୍ଜି ଗୁଡ଼ାକୁ ସବୁ କାଢ଼ିଦେବା ଛୁରୀ ଦ୍ୱାରା। କାଢ଼ି ଦେଇକି ଫାଳ ଲେମ୍ବୁ ଗୁଡ଼ାକୁ ବଢ଼ିଆ ସେ ଚିପୁଡ଼ି ନେବା ସେଥିରେ। ଦେଖନ୍ତୁ, ଲେମ୍ବୁରେ କେତେ ପାଣି ଅଛି, ବହୁତ ପାଣି ଏ ଲେମ୍ବୁ ଗୁଡ଼ାକ। ଦେଖନ୍ତୁ, ଲେମ୍ବୁରୁ ମୁଁ ସବୁ ଚିପୁଡ଼ି ନେଉଛି। ଦେଖନ୍ତୁ, ଏଇଟା ମୋର ଶେଷ ଲେମ୍ବୁ ଫାଳକ ରହିଯାଇଛି। ଆକୁ ଚିପୁଡ଼ି ସାରିଲା ପରେ ମୁଁ ଆପଣଙ୍କୁ ଦେଖାଉଛି କେତେ ଲେମ୍ବୁର ରସ ବାହାରିଛି ମୋର। ଦେଖନ୍ତୁ, କେତେ ଲେମ୍ବୁ ରସ ବାହାରିଛି। ମୁଁ 2 ପ୍ରକାର ଲେମ୍ବୁ ୟୁଜ୍ କରିଥିଲି ବୋଲି ସେଥିଲାଗି ଏତେ ରସ ବାହାରିଛି। ଦେଖନ୍ତୁ, ମୁଁ ଏଠି 2 ବଡ଼ ଚାମଚ ଲୁଣ ନେଇଯାଇଛି। ଲୁଣର କ୍ୱାଣ୍ଟିଟି ଟିକେ ଅଧିକ ରଖିବେ। ଏଠି 1/2 ଚାମଚ ମୁଁ ଦେଇଦେଇଛି ହଳଦୀ ଗୁଣ୍ଡ, ଆଉ ଏଠି ନେଇଯାଇଛି କିଛି ଭିନେଗାର। ଭିନେଗାର ଦେବା ଦ୍ୱାରା ଆଚାର ଆମର ଅଧିକ ଦିନ ଲାଷ୍ଟିଂ କରିଥାଏ, ଖରାପ ହେଇନଥାଏ। ତ ସେଥିପାଇଁ ମୁଁ ଏଠି 1 ଚାମଚ ବା 1 ଠିପି ମୁଁ ଏଠି ଦେଇଦେଉଛି ଭିନେଗାର। ଦେଖନ୍ତୁ, 1 ଠିପି ବା 1 ଚାମଚ ଭିନେଗାର ଦେବା, ବେଶୀ ଭିନେଗାର ଦେବାନି। ଏଠି ମୁଁ 2 ଚାମଚ ଦେଇଦେବି ସୋରିଷ ତେଲ ବା ମଷ୍ଟର୍ଡ ଅଏଲ। ଦେଖନ୍ତୁ, ମୁଁ ଦେଇକି ଭଲ କିନା ତାକୁ ଗୋଳେଇ ନେଉଛି। ଦେଖନ୍ତୁ, ବଢ଼ିଆ ସେ ମୁଁ ତାକୁ ଗୋଳେଇ ନେଇଛି, ଯେମିତି ହଳଦୀ, ଲୁଣ ଆଉ ଭିନେଗାର ବଢ଼ିଆ ସେ ମିକ୍ସ ହେଇଯିବ। ଦେଖନ୍ତୁ, ବଢ଼ିଆ ସେ ମୁଁ ତାକୁ ମିକ୍ସ କରି ନେଇଯାଇଛି। ଭଲ କିନା ଗୋଳେଇ ସାରିଲା ପରେ ଆପଣମାନେ ହାଲକା ଖରାରେ ଆକୁ ରଖିଦେବେ, ନହେଲେ ଆକୁ ଫ୍ରିଜରେ ରଖିକି ଆପଣ 4ରୁ 5 ମାସ ତାକୁ ଖାଇପାରିବେ। ଅଳ୍ପ ଖରାରେ ରଖିବା ଦ୍ୱାରା ବଢ଼ିଆ ସେ 5 ମାସରୁ 6 ମାସ ମଧ୍ୟ ରହିଥାଏ। ବିନା ଖରାରେ ବି ଆପଣମାନେ ଆକୁ ବନେଇକି ଖାଇପାରିବେ, ନହେଲେ ଆପଣମାନେ ବର୍ଷା ଦିନରେ ଏମିତି ଥରେ ନିଶ୍ଚୟ ବନାନ୍ତୁ।